ଶ୍ରେଣୀ ଚତୁର୍ଥ ମାତୃଭାଷା ନ୍ୟୁ ସିଲାବସ୍ 2026 ଅଛି। ଚତୁର୍ଥ ଶ୍ରେଣୀ ମାତୃଭାଷାରେ କରୁଣା ସାଗର ପ୍ରଭୁହେ, ମାନେ ଭଗବାନଙ୍କୁ ଜଣାଇକି ପ୍ରାର୍ଥନା କରିକି ତାଙ୍କ ନାଁରେ କି କରୁଣା ସାଗର ପ୍ରଭୁହେ ଗୋଟେ ବିଷୟ ଅଛି। ବିଷୟ ନୁହେଁ, ଗୋଟେ ତାଙ୍କ ଉପରେ ଗୋଟେ ଲେଖା ହେଇଛି କବିତା ଆକାରରେ। ତ ତାଙ୍କୁ କ'ଣ ସମର୍ପଣ କରାହେଇକି କ'ଣ କୁହାହେଇଛି ସେ ବିଷୟରେ ଆମେ ସେଇଟାକୁ ପଢ଼ିବା ଏବଂ ଜାଣିବା। ତ କରୁଣା ସାଗର ପ୍ରଭୁହେ ଜଗତର ଠାକୁର, ଘେନ ଆମ ଶିଶୁ ବିନତି ସର୍ବେ ଯୋଡ଼ୁଛୁ କର। କରୁଣା ସାଗର ପ୍ରଭୁହେ ଜଗତର ଠାକୁର, ଘେନ ଆମ ଶିଶୁ ବିନତି ସର୍ବେ ଯୋଡ଼ୁଛୁ କର। ଦେଇଛ ଜନମ ଜଗତ ସେବା କରିବା ପାଇଁ, ଅବାଟରେ ଗଲେ ଆମକୁ ବାଟ ଦିଅ ବତାଇ। ତୁମରି ଦାନ ଏ ଜୀବନ ଲାଗୁ ବିଶ୍ୱ କଲ୍ୟାଣ, ରହିଥାଉ ଆମ ଭକତି ଗୁରୁଜନ ଚରଣେ। ଦୁଃଖୀ ରଙ୍କି ରୋଗୀ ସେବାରେ ଲାଗୁ ମନ ଆମ୍ଭର, ଝଡ଼ ଝଞ୍ଜା ଡେଇଁ ଯିବାକୁ ଦିଅ ମନରେ ବଳ। କ୍ରୋଧ ହିଂସା ଠାରୁ ଦୂରରେ ଆମେ ରହିବା ପାଇଁ, ଦିଅ ଭରି ତବ ଶକତି ସବୁ ଯିବୁ ଏଡ଼ାଇ। ମନ୍ଦ ଚିନ୍ତା ମନ୍ଦ କରମ ଯାଉ ଆମକୁ ଛାଡ଼ି, ଦିଅ ସଦ୍ଜ୍ଞାନ ସୁବୁଦ୍ଧି ମାଗୁଛୁ ହାତ ଯୋଡ଼ି। ତେଣୁ କ'ଣ ହେଇଛି, ଆମେ ପଦଟିକୁ ଆବୃତ୍ତି କଲେ, ପଦ୍ୟାଂଶଟିକୁ ଆମେ ଆବୃତ୍ତି କଲେ ତ ଏଇଟା କ'ଣ ନା ଭଗବାନଙ୍କୁ ସମର୍ପଣ କରି କି ଭଗବାନଙ୍କୁ ପ୍ରାର୍ଥନା କରି କିଛି କୁହାହେଇଛି। ଶିଶୁମାନେ କିଛି କହିଛନ୍ତି, କ'ଣ କହିଛନ୍ତି ନା କରୁଣା ସାଗର ପ୍ରଭୁହେ ଜଗତର ଠାକୁର। ତେଣୁ କରୁଣା ସାଗର ସ୍ନେହ ମମତା ଭଲ ପାଇବା ଆଉ ସହୃଦୟ ଆଉ ଦୟାବାନ ଯଦି ପୁରୁଷ କି ଭଗବାନ, ସେ ହେଉଛନ୍ତି ଆମର ଭଗବାନ। କରୁଣା ସାଗର ପ୍ରଭୁ ହେଉଛନ୍ତି କରୁଣାର ସାଗର। କରୁଣା କ'ଣ ଅର୍ଥାତ୍ ମଣିଷ ବ୍ୟକ୍ତିଙ୍କୁ, ଏ ମଣିଷଙ୍କୁ ସବୁବେଳେ ପାଇଁ କ'ଣ କରିବା ନା ଏ ଜଗତକୁ ମଣିଷକୁ ସବୁବେଳେ ପାଇଁ ଅସୁବିଧା ବେଳେ ସାହା ହେବା, ଆଉ ଅବାଟରେ ଯାଉଥିବା ଲୋକଙ୍କୁ ବାଟ ଦେଖାଇବା, ଆଉ ଯେଉଁମାନେ ଦୁଃଖ କଷ୍ଟରେ ରହିଛନ୍ତି ସେମାନଙ୍କୁ ସାହାଯ୍ୟ କରିବା, ସେମାନଙ୍କୁ ବା ଭଲ ବାଟ ଦେଖାଇବା, ଅସୁବିଧାରୁ ଦୂରୀଭୂତ କରିବା, ସେମାନଙ୍କୁ ସବୁବେଳେ ପାଖେ ପାଖେ ରହିଥାନ୍ତି ଭଗବାନ। ତେଣୁ କ'ଣ କୁହାଯାଇଛି ନା କରୁଣା ସାଗର ପ୍ରଭୁହେ। ତେଣୁ ସେ ହେଉଛନ୍ତି କରୁଣାର ସାଗର, କରୁଣାର ସମୁଦ୍ର ତୁଲ୍ୟ ପ୍ରଭୁ ହେ ଜଗତର ଠାକୁର। ହେ ଜଗତର ଠାକୁର, ଆପଣ ହେଉଛନ୍ତି କରୁଣା ସାଗର ପ୍ରଭୁ ହେ ଜଗତର ଠାକୁର, ଘେନ ଆମ ଶିଶୁ ବିନତି ସର୍ବେ ଯୋଡ଼ୁଛୁ କର। ଏ ଘେନ ଅର୍ଥାତ୍ ଗ୍ରହଣ କର, ବିନତିର ଅର୍ଥ କ'ଣ ନା ପ୍ରାର୍ଥନା, ସର୍ବେ ହେଲା ସମସ୍ତେ, ଯୋଡ଼ୁଛୁ ହେଲା ଯୋଡ଼ିବା, କର ହେଲା ହସ୍ତ। ତେଣୁ ଘେନ ଆମ ଶିଶୁ ବିନତି ସର୍ବେ ଯୋଡ଼ୁଛୁ କର। ହେ ପ୍ରଭୁ, ଆମର ଏ ବିନତି, ଏ ପ୍ରାର୍ଥନାକୁ ଗ୍ରହଣ କର। ଆମେ ସମସ୍ତେ ହାତ ଯୋଡ଼ି ବିନମ୍ର ଭାବରେ ଆପଣଙ୍କୁ ପ୍ରାର୍ଥନା କରି ଜଣାଉଛୁ। ଦେଉଛ ଜନମ ଜଗତ ସେବା କରିବା ପାଇଁ। ତେଣୁ କ'ଣ ହେଇଛି ନା ଦେଇଛ ଜନମ ଜଗତ। ତେଣୁ ଆମକୁ ଏ ଧରା ପୃଷ୍ଠରେ, ଏ ପୃଥିବୀ ପୃଷ୍ଠରେ ଜନ୍ମ ଦେଇଛ ପ୍ରଭୁ କ'ଣ କରିବା ପାଇଁ ନା ଜଗତର ସେବା କରିବା ପାଇଁ। ଏ ଜଗତରେ, ଏ ପୃଥିବୀ ପୃଷ୍ଠରେ ବସବାସ କରୁଥିବା ଲୋକମାନଙ୍କର ଆମେ କ'ଣ କରିବା ପାଇଁ ନା ସେବା କରିବା ପାଇଁ। ଯେଉଁ ଦୁଃଖୀ ରଙ୍କି ଅଭାବୀ ଆଉ ଅସୁବିଧାରେ ଜୀବନଯାପନ କରୁଥିବା ଲୋକମାନଙ୍କୁ ଆମେ ସାହାଯ୍ୟ କରିବା ପାଇଁ ଏ ଶରୀର ଆମକୁ ଦେଇଛ ପ୍ରଭୁ। ଅବାଟରେ ଗଲେ ଆମକୁ ବାଟ ଦିଅ ବତାଇ। ଯଦି ଆମେ ଅବାଟରେ ଯାଉ, ଯଦି ଆମେ ଭୁଲ ରାସ୍ତାରେ ଯାଉ ପ୍ରଭୁ, ଆମକୁ କ'ଣ କର ନା ଟିକେ ଭଲ ବାଟ ଦେଖାଅ ବୋଲି ଏହି ଶିଶୁମାନେ ବିନତି କରିଛନ୍ତି। ତୁମରି ପରି ଶିଶୁମାନେ ବିନତି କରିଛନ୍ତି। ତୁମରି ଦାନ ଏ ଜୀବନ ଲାଗୁ ବିଶ୍ୱ କଲ୍ୟାଣ। ତୁମରି ଦାନ ଏ ଜୀବନ ଲାଗୁ ବିଶ୍ୱ କଲ୍ୟାଣ। ତୁମେ ଯେଉଁ ଦାନ ଦେଇଛ, ଯେଉଁ ଆଶୀର୍ବାଦର, ତୁମ ଆଶୀର୍ବାଦର ଯେଉଁ ଏ ଶରୀରକୁ ଆମେ ପାଇଛୁ,
ତେଣୁ ତୁମରି ଦାନ ହେଉଛି ଏ ଶରୀର, ତୁମରି ଦାନ ଏ ଜୀବନ, ଏ ଯେଉଁ ଜୀବନ ପାଇଛୁ ଲାଗୁ ବିଶ୍ୱ କଲ୍ୟାଣ, ଏ ପୃଥିବୀ ପୃଷ୍ଠର କଲ୍ୟାଣରେ, ଏ ଜଗତରେ ବାସ କରୁଥିବା ଲୋକମାନଙ୍କ କଲ୍ୟାଣରେ ଏ ଶରୀର ଲାଗୁ ନିୟୋଜିତ ହେଉ। ରହିଥାଉ ଆମ ଭକତି ଗୁରୁଜନ ଚରଣେ, ଏ ଗୁରୁଜନ ବ୍ୟକ୍ତିଙ୍କ ଚରଣରେ ଆମର କ'ଣ ହେଇଥାଉ ନା ଭକ୍ତି ଭାବନା ରହିଥାଉ ସବୁବେଳେ। ଯେଉଁମାନେ ଆମଠାରୁ ବଡ଼, ଯେଉଁମାନେ ଆମଠାରୁ ବଡ଼, ଆମେ ତାଙ୍କଠାରୁ ସାନ, ତ ସେମାନେ ହେଉଛନ୍ତି ବଡ଼ ଆମର ଗୁରୁଜନ। ତେଣୁ ଗୁରୁଜନମାନଙ୍କ ଚରଣରେ, ପାଦ ପଦ୍ମରେ ଆମେ ସବୁବେଳେ ପାଇଁ କ'ଣ କରୁ, ଏ ମୁଣ୍ଡକୁ ନୁଆଇଁ ଥାଉ, ସବୁବେଳେ ପାଇଁ ତାଙ୍କୁ ପ୍ରଣାମ ଜଣାଇଥାଉ ଆଉ ସବୁବେଳେ ପାଇଁ ତାଙ୍କ ପ୍ରତି ଆମ ମନରେ ଭକ୍ତି ଭାବନା ସମ୍ମାନ ରହିଥାଉ। ଦୁଃଖୀ ରଙ୍କି ରୋଗୀ ସେବାରେ ଲାଗୁ ମନ ଆମ୍ଭର, ଝଡ଼ ଝଞ୍ଜା ଡେଇଁ ଯିବାକୁ ଦିଅ ମନରେ ବଳ। ତେଣୁ ଦୁଃଖୀ ରଙ୍କି, ଯେଉଁମାନେ ଦୁଃଖରେ ଜୀବନଯାପନ କରୁଛନ୍ତି, ରଙ୍କି ଦୁଃଖୀ ଆଉ ରଙ୍କି ଆଉ କ'ଣ ନା ରୋଗୀ, ଯେଉଁମାନେ ରୋଗରେ କ'ଣ କରୁଛନ୍ତି ନା ଅତି ଜୀବନଟାକୁ ଦୁଃଖରେ ଜୀବନଯାପନ କରୁଛନ୍ତି, ଅତ୍ୟନ୍ତ କଷ୍ଟରେ ତାଙ୍କର ଜୀବନ ଅତିବାହିତ ହେଉଛି। ଦୁଃଖୀ ରଙ୍କି ଆଉ ରୋଗୀ ସେବାରେ ଲାଗୁ ମନ ଆମ୍ବର, ଏଇ ଯେଉଁ ଦୁଃଖୀ ରଙ୍କି ରୋଗୀ ସେବା, ରୋଗରେ ଯେଉଁମାନେ ପଡ଼ିଥାନ୍ତି ତାଙ୍କରି ସେବାରେ, ତାଙ୍କରି ସହ ଆମର ଜୀବନ କ'ଣ ବିତୁ, ତାଙ୍କରି ସେବାରେ ସେଇମାନଙ୍କ ଟିକିଏ ମୁହଁରେ ହସ ଆଉ ସେମାନଙ୍କର ଅସୁବିଧା ବେଳେ ଆହା ବୋଲି କହୁ, ତାଙ୍କ ପାଖେ ପାଖେ ରହୁ, ତାଙ୍କ ସହିତ ଆମେ କ'ଣ କରୁ ନା ସାହାଯ୍ୟରେ ତାଙ୍କୁ ହାତ ବଢ଼ାଉ। ଏହିପରି ମନୋବୃତ୍ତି ଆମ ମନରେ ରହୁ, ସେବାରେ ଲାଗୁ ଆମ ମନରେ ତାଙ୍କ ପ୍ରତି କ'ଣ ନା ସହାନୁଭୂତି ଭାବନା ରହୁ। ଏତିକି ଆମର ତୁମ ପାଖରେ ପ୍ରାର୍ଥନା ପ୍ରଭୁ। ଝଡ଼ ଝଞ୍ଜା ଡେଇଁ ଯିବାକୁ ଦିଅ ମନରେ ବଳ। ଯେତେ ଝଡ଼ ଝଞ୍ଜା, ଯେତେ ଅସୁବିଧା ବାଧା ବିଘ୍ନ ଆସୁ, ତେଣୁ ଝଡ଼ ଝଞ୍ଜା ଡେଇଁ ଯିବାକୁ, ଯେତେ ଝଡ଼ ଝଞ୍ଜା ଆସୁ ତାକୁ ଡେଇଁ ଯିବା ପାଇଁ ଦିଅ ମନରେ ବଳ। ଆମ ମନରେ ବଳ ଭରି ଦିଅ ପ୍ରଭୁ, ଆମ ମନରେ ବଳ ସାହସ ଶକ୍ତି ଭରି ଦିଅ। କ୍ରୋଧ ହିଂସା ଠାରୁ ଦୂରରେ ଆମେ ରହିବା ପାଇଁ, ତେଣୁ ଯେତେ କ୍ରୋଧ ଆଉ ହିଂସା, ରାଗ ଆଉ ହିଂସା ଅର୍ଥାତ୍ ଅନ୍ୟର ଭଲ ଦେଖି ସହି ନପାରିବା, କ୍ରୋଧ ଆଉ ହିଂସା ଠାରୁ ଦୂରରେ ଆମେ ସବୁବେଳେ ପାଇଁ ଏଇ ଦୁଇଟା ଖରାପ ଜିନିଷ, ଖରାପ କାମ ଠାରୁ ଆମେ ସଦାସର୍ବଦା ଦୂରରେ ରହୁ। ଏତିକି ଭଗବାନ ଆମକୁ ଆଶୀର୍ବାଦ କର। ଦିଅ ଭରି ତବ ଶକତି ସବୁ ଯିବୁ ଏଡ଼ାଇ। ତେଣୁ ଆମ ମନରେ, ଆମ ଶରୀରରେ ଅମାପ ଶକ୍ତି ଆଉ ସାହସ ଭରି ଦିଅ। ଯେତେ ଦୁଃଖ କଷ୍ଟ ଝଡ଼ ଝଞ୍ଜା ଆସୁ ଆମେ ସବୁ ଏଡ଼େଇକି ଆଗକୁ ଚାଲିବୁ। ମନ୍ଦ ଚିନ୍ତା ମନ୍ଦ କରମ ଯାଉ ଆମକୁ ଛାଡ଼ି, ମନ୍ଦ ଚିନ୍ତା ଅର୍ଥାତ୍ ମନ୍ଦର ଅର୍ଥ ଖରାପ, ମନ୍ଦ ଖରାପ ଚିନ୍ତା ଧାରା ଆଉ ମନ୍ଦ କରମ ଖରାପ କାମ, ଖରାପ ଚିନ୍ତା ଖରାପ କାମ ସବୁ କିଛି ଆମ ପାଖରୁ ଛାଡ଼ି ଯାଉ, ଦୂରେଇ ଯାଉ। ଦିଅ ସଦ୍ଜ୍ଞାନ ସୁବୁଦ୍ଧି ମାଗୁଛୁ ହାତ ଯୋଡ଼ି। ତେଣୁ ସଦ୍ଜ୍ଞାନ ଆଉ ସୁବୁଦ୍ଧି, ସଦ୍ଜ୍ଞାନ ଅର୍ଥାତ୍ ଭଲ ଜ୍ଞାନ, ଭଲ ଚିନ୍ତାଧାରା, ଭଲ ଚିନ୍ତନ ଶକ୍ତି ଆଉ ସୁବୁଦ୍ଧି, ଭଲ ବୁଦ୍ଧି ଆମକୁ ଦିଅ, ସୁବୁଦ୍ଧି ମାଗୁଛୁ ହାତ ଯୋଡ଼ି। ହେ ପ୍ରଭୁ କରୁଣା ସାଗର ପ୍ରଭୁ, ତ ଆପଣ ତ କରୁଣାର ସାଗର, ତ ଆପଣ ଆମକୁ ସଦ୍ବୁଦ୍ଧି ଆଉ ସଦ୍ଜ୍ଞାନ ସାହସ ସବୁ କିଛି ଆମ ଶରୀରରେ ଭରି ଦିଅ। ଆମେ ସବୁବେଳେ ଭଲ କାମ କରି ଆଗକୁ ମାଡ଼ି ଚାଲୁ। ଆଉ ଏଇ ଶରୀରକୁ, ଏଇ ଯେଉଁ ବିଶାଳ ଶରୀର, ଏଇ ଯେଉଁ ଶରୀର ଦେଇଛ ଶ୍ରେଷ୍ଠ ଶରୀର, ତାହାକୁ ଆମେ କ'ଣ କରୁ ନା ଧରା ପୃଷ୍ଠରେ ଯେତେ ଦିନ ଯାଏ ବଞ୍ଚିଛୁ ଅନ୍ୟର ଉପକାରରେ ଆମ ଶରୀର ଲାଗୁ, ଅନ୍ୟମାନଙ୍କ ସେବାରେ ଆମ ହାତ ଗୋଡ଼ ନିୟୋଜିତ ହଉ, ଅନ୍ୟମାନଙ୍କ ପାଇଁ ଆମେ କିଛି କରୁ। ତ ଏଇଭଳି କିଛି ଭଲ କାମ କରିବା ପାଇଁ ଆମକୁ ଆଶୀର୍ବାଦ କର ପ୍ରଭୁ, ଆଶୀର୍ବାଦ କର। ଏମିତି କହିଛନ୍ତି କବି। ଖୁବ୍ ସୁନ୍ଦର ଭାବରେ ଭଗବାନଙ୍କୁ ବିନତି ଜଣାଇ ପିଲାଙ୍କ କଥାକୁ ଖୁବ୍ ସୁନ୍ଦର ଭାବରେ ବର୍ଣ୍ଣନା କରାଯାଇଛି। ତେଣୁ ସଦାସର୍ବଦା ଜୀବନରେ ଭଲ କାମ କରିବା ପାଇଁ ଚେଷ୍ଟା କରିବା। ଖାଲି ପାଠ ପଢ଼ିଦେଲେ ହେବନି, ଜୀବନରେ ବହୁତ କିଛି ଏମିତି କିଛି ମାନବିକତା ଦୃଷ୍ଟିରୁ କାର୍ଯ୍ୟ କରିବା ଯାହାକି ଆମେ ଜଣେ ଶିକ୍ଷିତ ବୋଲି ଆମକୁ ପରିଚିତ କରାଇବ। ତେଣୁ ଭିଡ଼ିଓଟିକୁ ଲାଇକ୍ କରିବେ, ସବସ୍କ୍ରାଇବ୍ କରିବେ ଏବଂ ସେୟାର କରିବେ।